ଗାଇସ୍, କେମିତି ଅଛନ୍ତି ସମସ୍ତେ? ଭଲ ଅଛନ୍ତି ନା? ଆକ୍ଚୁଆଲି ମୁଁ ଏବେ ସମସ୍ତଙ୍କ ସହିତ ଗୋଟେ କଥା ସେୟାର କରିବାକୁ ଆସିଥିଲି। ଆକ୍ଚୁଆଲି ମୁଁ ଜାଣିବାକୁ ଚାହୁଁଛି ଯେ ଏ ପ୍ରୋବ୍ଲେମ୍ଟା ଖାଲି ମୋତେ ହେଉଛି ନା ସମସ୍ତଙ୍କୁ ଏ ପ୍ରୋବ୍ଲେମ୍କୁ ଫେସ୍ କରିବାକୁ ପଡ଼ୁଛି ଏବେ ଏଇ ୱିଣ୍ଟର୍ରେ। ଆକ୍ଚୁଆଲି ଏବେ ମୁଁ ଘରେ ବସିଥିଲି, ମୋତେ ବହୁତ ଜୋରରେ ଥଣ୍ଡା ଲାଗୁଥିଲା। ତ ମୁଁ ଭାବିଲି ଯାଉଛି ଟିକେ ଛାତ ଉପରେ ବସି ଆସିବି, ମୋତେ ଭଲ ଲାଗିବ। ମୁଁ ଘରେ ବସିଥିଲି, ପୁରା ମସ୍ତ, ପୁରା ବଡ଼ି ଲୋସନ୍ ମଶ୍ଚରାଇଜର୍ ସବୁ ଲଗେଇକି ବସିଥିଲି। ଦେହ ହାତ ଡ୍ରାଏ ବି ହେଇଯାଉଛି ନା, ସେଥିପାଇଁ ଛାତ ଉପରେ ଆସିକି ସେଇଠୁ ବସିଗଲି। ଏତେ ଜୋରରେ ଏବେ ଖରା କାଟୁଛି, ମୁଁ ବସିବା ମାତ୍ର 2-3 ମିନିଟ୍ ହେଇନି, ଏତେ ଜୋରରେ ଖରା କାଟୁଛି। ମୋର ପୁରା ମୁଣ୍ଡ ଏପଟ ସାଇଡ଼୍ ଡାଇରେକ୍ଟ ସୂର୍ଯ୍ୟଟା କିରଣ ପଡ଼ୁଛି ଏପଟୁ। ଏପଟ କ'ଣ ପୁରା ତାତିଗଲାଣି, ଏପଟ ତାତି ଆସିଲାଣି। ଆଉ ମୋତେ ଏବେ ଗରମ ଲାଗିଲାଣି ମାନେ ଏବେ ମୁଁ ପାହାଚ ପାଖକୁ ଯିବି ତ, ଛାଇ ପାଖକୁ ଟିକେ ଯିବି ତ ଥଣ୍ଡା ଲାଗିବ। ଏଠି ଖରା ବହୁତ ଜୋରରେ କାଟୁଛି। ମୁଁ ଭାବୁଛି ଯେ ମାନେ କ'ଣ କରିବି, ଘରେ ଥଣ୍ଡାରେ ରହି ହେଉନି, କି ଏଠି ମାନେ ଏତେ ଖରା ମିଳୁଛି, ଏଠି ଖରାରେ ବି ବସି ହେଉନି। ମାନେ ଇନସାନ୍ ଏଠି କରିବ ତ କ'ଣ କରିବ? ଆଉ ଗୋଟେ କଥା ଯେ ଆକ୍ଚୁଆଲି ଏଇ ଯେଉଁ ସିଜନ୍ଟା ଚାଲିଛି, ମଶ୍ଚରାଇଜର୍ ଲଗାଇବା ନା ସନସ୍କ୍ରିନ୍ ଲଗାଇବା?